ନାଇଁ ଦେଖନ୍ତୁ ଆମ ଦଳର ଯେଉଁ ପଲିସି ଅଛି 100 ଦିନର ସରକାରର ଆମେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେଇଛୁ ବା ଜନସାଧାରଣଙ୍କ ପାଇଁ କାର୍ଯ୍ୟକ୍ରମ କରୁଛୁ ତାକୁ ନିଶ୍ଚିତ ଭାବରେ ଦଳ ସାଧାରଣ ଲୋକ ପାଖକୁ ଯିବ। ଏ କଥା ବି ମାନ୍ୟ ମୋହନ ମାଝୀ ସରକାର ସେ ବି ପୂର୍ବରୁ କହିଛନ୍ତି ଏ ସରକାରଟା ସାଧାରଣ ଲୋକଙ୍କର ସରକାର ଏବଂ ଆମେ ତାଙ୍କ ପାଖକୁ ଯିବୁ ଆଉ ହିସାବ ବି ମଧ୍ୟ ଦେବୁ। ଯେଉଁ 100 ଦିନରେ ଯେଉଁ ଆମେ କାର୍ଯ୍ୟକ୍ରମ କରିଛୁ ସାଧାରଣ ଲୋକମାନଙ୍କ ପାଇଁ ସେଇ କଥାକୁ ନେଇକରି ଆମେ ସାଧାରଣ ଲୋକ ପାଖକୁ ଯାଉଛୁ। ଯେମିତି ଆମେ ଶ୍ରୀମନ୍ଦିର ମହାପ୍ରଭୁଙ୍କର ଚାରିଦ୍ୱାର ଖୋଲିବା ହେଉ ବା କର୍ପୋରେସନ ଫଣ୍ଡ ଆଧାରରେ ମନ୍ଦିର ପରିଚାଳନା କେମିତି କରାଯିବ ସେ କଥା ହେଇପାରେ ବା ଆପଣଙ୍କ ଚାଷୀମାନଙ୍କ କ୍ଷେତ୍ରରେ 31 ଧାନ କୁଇଣ୍ଟାଲ ହେଇପାରେ, ସୁଭଦ୍ରା ଯୋଜନା କଥା ହେଇପାରେ। ଏ ସମସ୍ତ କଥାକୁ ନେଇକି ଆମେ ସାଧାରଣ ଲୋକକୁ ଯାଉଛୁ ଏବଂ ଏଇଟା ଗୋଟେ ଭଲ ସ୍ୱାଗତ ପଦକ୍ଷେପ ଏବଂ ପ୍ରତ୍ୟେକ ସରକାର ମାନେ ଏ କଥା ବି କରିବା କଥା। ଠିକ୍ ସେଇଭଳି ବିରୋଧୀ 24 ବର୍ଷ ସରକାରରେ ଥିଲା ଏବଂ ତତ୍କାଳୀନ ସରକାର ନବୀନ ବାବୁଙ୍କ ସରକାର 24 ବର୍ଷ ସରକାର ଥାଇକିରି ସେ କେବଳ ହୋର୍ଡିଂ ଆଉ ପ୍ରଚାର ପ୍ରସାର ଏଇ ଆଧାର ହିଁ ଥିଲା, କିନ୍ତୁ ସାଧାରଣ ଲୋକ ପାଖକୁ ଯାଇକରି ମୁଁ এই ସମସ୍ତ ଯୋଜନା କରିଛି ଏ କଥା ସେ ହିସାବ ଦେଇନଥିଲେ। এই ଦୃଷ୍ଟିକୋଣରୁ ଆମେ ସେ ସରକାର ଆମ ସରକାର ସେ ଭୁଲ କରିବ ନାହିଁ। ଆମେ ନିଶ୍ଚିତ ଭାବରେ ଆମେ ଯେଉଁ କାର୍ଯ୍ୟକ୍ରମ ହାତକୁ ନେବୁ ନିଶ୍ଚିତ ଭାବରେ ତଳେ ପହଞ୍ଚିବୁ, ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବୁ ଏବଂ ସରକାରଙ୍କର ସମସ୍ତ ଯୋଜନା এই ଆଧାରରେ ସମସ୍ତ ଲୋକ ପାଆନ୍ତୁ এইটা ହିଁ ସରକାରଙ୍କର ଇଚ୍ଛା। ଧନ୍ୟବାଦ। ନାଇଁ ଦେଖନ୍ତୁ କଥାର ଅଛି ତତ୍କାଳୀନ ସରକାର ବଢ଼ିଆ ଶବ୍ଦଟେ ଗୋଟେ ରଖିଛନ୍ତି ଆଇନ ତା ବାଟରେ ଯିବ। ଆମେ ବି ସେଇ କଥାକୁ ଆଧାର କରି ବିଧାନସଭାରେ କହିଛୁ ଆଇନ ନିଶ୍ଚିତ ଭାବରେ ତା ବାଟକୁ ଯିଏ ଦୋଷ କରିଛି ତର୍ଜମା ଚାଲିଛି, ଇନକ୍ୱାରି ଚାଲିଛି, ନିଶ୍ଚୟ ଦଣ୍ଡ ପାଇବ। ଯିଏ ନିର୍ଦ୍ଦୋଷ ସେ କାହିଁ ଦଣ୍ଡ ପାଇବ? ଯିଏ ଦୋଷୀ କରିଛି ଚାଲିଛି ପ୍ରକ୍ରିୟା ଚାଲିଛି ନିଶ୍ଚୟ ହେବ।